ଝଡ଼ ଆସୁଛି, ପ୍ରଳୟ ବି ଆସିବ, ଧ୍ୱଂସ ତାର ତାଣ୍ଡବ ଲୀଳା ରଚିବ। ସତର୍କ ହୁଅ, ନିଜ ଜୀବନକୁ ଠିକ୍ ରାସ୍ତାରେ ନିଅ, ନହେଲେ ପସ୍ତେଇବ। ଆମେ ସମସ୍ତେ ମଣିଷ, ତଫାତ୍ ଏତିକି କିଛି ଘା ସୃଷ୍ଟି କରନ୍ତି, ଆଉ କିଛି ସେଥିରେ ମଲମ ଲଗାନ୍ତି। ଆମେ ସମସ୍ତେ ପ୍ରେମ କରନ୍ତି, ତଫାତ୍ ଏତିକି କିଛି ପ୍ରେମ ପାଇଁ ଜୀବନ ଦିଅନ୍ତି, ଆଉ କିଛି ଜୀବନ ନିଅନ୍ତି। ସମସ୍ତେ ଆମେ ସାଙ୍ଗ ହୁଅନ୍ତି, ତଫାତ୍ ଏତିକି କିଛି ସ୍ୱାର୍ଥ ପାଇଁ ସାଙ୍ଗ ହୁଅନ୍ତି, ଆଉ କିଛି ନିଃସ୍ୱାର୍ଥପର ଭାବରେ। ମୁଁ କହୁନି ଆପଣଙ୍କୁ ସତର୍କ ହେବା ପାଇଁ। ଆପଣଙ୍କର କିଛି ଅସୁବିଧା ନାହିଁ, ଆପଣ ଖାଲି ଅଭ୍ୟାସ କରିନିଅନ୍ତୁ ସବୁ ପରିସ୍ଥିତିରେ ଟିକେ ହସି ଦେବା ପାଇଁ। ମନେ ରଖନ୍ତୁ, 84 ଲକ୍ଷ ଜୀବଙ୍କ ଭିତରେ ମଣିଷ ଏକମାତ୍ର ଜୀବ ଯିଏ ଟଙ୍କା କମାଏ। ଦୁନିଆର କୌଣସି ଜୀବ କେବେ ଭୋକରେ ମରେ ନାହିଁ, କିନ୍ତୁ ମଣିଷ ଯେତେ କମାଏ, ଯେତେ ଖାଏ, ତା ପେଟ କେବେ ପୁରେ ନାହିଁ। ମଣିଷର ବୁଝାପଣା ଏମିତି, ତାକୁ ଯଦି କିଏ ପଶୁ କହେ, ଜାନବର କହେ, ସେ ରାଗିଯାଏ, କିନ୍ତୁ ଯଦି କିଏ ତାକୁ ଶେର କହେ, ସେ ଖୁସି ହୁଏ। ଏକଥା ବି ଜାଣି ରଖନ୍ତୁ, ମଣିଷ ଏତେ ଖରାପ ନୁହଁ ଯେତେ ସେ ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼ ଆଉ ଭୋଟର ଆଇଡ଼ିରେ ଦେଖାଯାଏ, ଆଉ ଏତେ ବି ଭଲ ନୁହଁ ଯେତେ ଇନଷ୍ଟାଗ୍ରାମ, ଫେସବୁକ୍ ଆଉ ହ୍ୱାଟ୍ସଆପ୍ ଡିପିରେ ଦେଖାଯାଇଥାଏ। ପ୍ୟାରଡ୍ରେ ଏକ କମାଣ୍ଡ ଅଛି, ଆପଣ ନିଶ୍ଚୟ ଶୁଣିଥିବେ, ପିଛେ ମୁଟ୍। ଏ କମାଣ୍ଡ ଶୁଣିବା ମାତ୍ରେ ପ୍ରଥମ ବ୍ୟକ୍ତି ଶେଷ ଓ ଶେଷ ବ୍ୟକ୍ତି ପ୍ରଥମ ହୋଇଯାଇଥାଏ। ଜୀବନରେ କେତେବେଳେ ବି ଏଭଳି ପରିସ୍ଥିତି ଆସିଯାଇପାରେ। ତେଣୁ କେବେ ମୁଁ ଆଗରେ ଅଛି ଏ ଘମଣ୍ଡ ଆଉ ମୁଁ ପଛରେ ଅଛି ଏ ଦୁଃଖ କରିବେନି। ଭୁଲ ହେବା ସ୍ୱାଭାବିକ, ଅର୍ଥାତ୍ ଭୁଲ କରିବା ମଣିଷର ପ୍ରକୃତି। ତାକୁ ମାନି ନେବା ମଣିଷର ସଂସ୍କୃତି, ତାକୁ ସୁଧାରି ନେବା ମଣିଷର ପ୍ରଗତି। ଆଉ କେମିତି ଭୁଲ ନ ହେବ ସେଥିପାଇଁ ଚେଷ୍ଟା କରିବା ମଣିଷର ଉନ୍ନତି। ଦେଖିଲେ କି ଅଜବ କଥା! ପ୍ରେମ ଏମିତି ଗୋଟେ ଜିନିଷ, ଛୁଆବେଳେ ମାଗଣାରେ ମିଳେ, ଯୌବନରେ କମେଇବାକୁ ପଡ଼ିଥାଏ, ବୃଦ୍ଧାବସ୍ଥାରେ ମାଗିବାକୁ ପଡ଼େ। ପୁଅର ଲାଇଫ୍ ବନେଇବାକୁ ଯାଇ ବାପର କଟିଯାଏ ଲାଇଫ୍। ପୁଅର ଲାଇଫ୍ ବନେଇବାକୁ ଯାଇ ବାପର କଟିଯାଏ ଲାଇଫ୍, କିନ୍ତୁ ପୁଅ ବଡ଼ ହେଇ ବାହାଚରା ହୋଇସାରିବା ପରେ ମୋବାଇଲ ସ୍କ୍ରିନ୍ରେ ଲେଖେ ୱାଇଫ୍ ଇଜ୍ ମାଇ ଲାଇଫ୍। ଜୀବନର ଅମୂଲ୍ୟ ସତ୍ୟ, ବାପା ଆମକୁ ବହୁତ ଭଲ ପାଆନ୍ତି, କିନ୍ତୁ କୁହନ୍ତି ନାହିଁ। ଆମେ ବି ବୁଝିପାରନ୍ତି ନାହିଁ, ଆଉ ଯେତେବେଳେ ବୁଝନ୍ତି ସେ ଆମ ପାଖରେ ରୁହନ୍ତି ନାହିଁ। ପରିଶ୍ରମ କରିବା ବୟସରେ ଯଦି ଆରାମ କରାଯାଏ, ତେବେ ଆରାମ କରିବା ବୟସରେ ପରିଶ୍ରମ କରିବାକୁ ପଡ଼ିବ, ଏହା ନିଶ୍ଚିତ। ଚାବି ତାଲାରେ ଖୋଲେ, ହାତୁଡ଼ିରେ ବି ଖୋଲେ। ତଫାତ୍ ଏତିକି, ଚାବିରେ ଖୋଲାଯାଇଥିବା ତାଲା ବାରମ୍ବାର ବ୍ୟବହାର ହୋଇପାରେ, କିନ୍ତୁ ହାତୁଡ଼ିରେ ଖୋଲାଯାଇଥିବା ତାଲା ଆଉ ବ୍ୟବହାର ହୋଇପାରେ ନାହିଁ। କାରଣ ଚାବି ଓ ତାଲାର ସମ୍ପର୍କ ପ୍ରେମର, କିନ୍ତୁ ଚାବି ଓ ହାତୁଡ଼ିର ସମ୍ପର୍କ କ୍ରୋଧର। ଏବେ ଆସନ୍ତୁ ଶୁଣିବା ପୃଥିବୀରେ 7 ଜଣ ବିଚାରକଙ୍କ କଥା। ନମ୍ବର 1, ସ୍ୱାମୀ ବିବେକାନନ୍ଦ କହିଥିଲେ, ଯେ ପର୍ଯ୍ୟନ୍ତ ଆପଣ ନିଜକୁ ବିଶ୍ୱାସ କରିନାହାନ୍ତି, ଅର୍ଥାତ୍ ଆପଣଙ୍କର ଦୃଢ଼ ଆତ୍ମବିଶ୍ୱାସ ନାହିଁ, ସେ ପର୍ଯ୍ୟନ୍ତ ଆପଣ କିଛି କରିପାରିବେନି। ନମ୍ବର 2, ଗୌତମ ବୁଦ୍ଧ କହିଥିଲେ, ଆପଣଙ୍କର ସବୁଠୁ ବଡ଼ ଶକ୍ତି ଆପଣଙ୍କ ଭାବନା ଭିତରେ ଲୁଚି ରହିଛି। ନମ୍ବର 3, ଏପିଜେ ଅବଦୁଲ କଲାମ କହିଥିଲେ, ସଫଳତାର ମୂଳମନ୍ତ୍ର ହେଉଛି ମାନସିକ ଦୃଢ଼ତା। ନମ୍ବର 4, ମହାତ୍ମା ଗାନ୍ଧୀ କହିଥିଲେ, ଆପଣଙ୍କ ବିଚାର ହିଁ
ଆପଣଙ୍କ ଜୀବନର ଗତିପଥ ନିର୍ଦ୍ଧାରିତ କରିଥାଏ। ନମ୍ବର 5, ବ୍ରୁସ୍ଲି କହିଥିଲେ, ଯିଏ ନିଜ ଉପରେ ନିୟନ୍ତ୍ରଣ ରଖିପାରେ ସେ ହିଁ ପ୍ରକୃତ ବିଜେତା। ନମ୍ବର 6, ଆଲବର୍ଟ ଆଇନଷ୍ଟାଇନ କହିଥିଲେ, ନିଜକୁ ମୂଲ୍ୟବାନ କରି ତୋଳନ୍ତୁ, ସଫଳତା ଆପେ ଆପେ ଆପଣଙ୍କ ପାଖରେ ପହଞ୍ଚିଯିବ। ନମ୍ବର 7, ସିଗମଣ୍ଡ ଫ୍ରଏଡଙ୍କ ମତରେ ନିଜକୁ ବୁଝିବା ସବୁଠୁ ବଡ଼ ଉପଲବ୍ଧି। ଭାବନା ବଦଳେଇ ଦିଅ, ଦୁନିଆ ବଦଳିଯିବ। ଯେହେତୁ ଆପଣଙ୍କର ମୋର ଆଖି ଓ ଆଖିପତାର ସମ୍ପର୍କ, ମୁଁ ଆପଣମାନଙ୍କୁ କେବଳ ଏତିକି କହିବି, ବୁଝିବା ଲୋକ ପାଇଁ ବାଟ ପଡ଼ିଛି, ଆଉ ଯିଏ ଅବୁଝା ସେ ସବୁଦିନେ ବାଟ ବଣା। ବାକି ରହିଲା ମୁଖ୍ୟ ପ୍ରସଙ୍ଗ, ମାନେ ହେଡ଼ଲାଇନ୍ ବା ଟାଇଟେଲ୍ ଲାଇନ୍। କବାଟ ଝରକା ବନ୍ଦ କରି ଦିନ ରାତି ନିର୍ଦ୍ଧୁମ କଲି। ଯେଉଁ ଲାଇନ୍ ପାଇଁ ଆପଣମାନେ ଏବେ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖୁଛନ୍ତି। ଆଜ୍ଞା, ଏହା ଏକ ହସ କଥା। କଥା କ'ଣ କି, ମୁଁ ଯେତେବେଳେ ନାଟକର ଛାତ୍ର ଥିଲି, ମୋର ରୁମ୍ମେଟ୍ ଥିଲା ଜଣେ ସିଙ୍ଗର। ତାର ଗୋଟେ ହାରମୋନିୟମ ଥିଲା। ତାକୁ ଦେଖି ମୋର ବି ଗୀତ ଗାଇବାକୁ ଇଚ୍ଛା ହେଉଥିଲା। ସେ ମୋତେ କହିଲା, ତୁ ବି ଗାଇପାରିବୁ, ଆଗେ ହାରମୋନିୟମରେ ସାରେଗାମା ପ୍ରାକ୍ଟିସ୍ କର। ଆଜ୍ଞା, କବାଟ ଝରକା ବନ୍ଦ କରି ଦିନ ରାତି ନିର୍ଦ୍ଧୁମ କଲି, ମାନେ ଅଭ୍ୟାସ। ଦିନ ରାତି ନିର୍ଦ୍ଧୁମ ଅଭ୍ୟାସ କଲି, ତଥାପି ହେଲା ନାହିଁ, ହେଇପାରିଲା ନାହିଁ। କ୍ଷମା କରିବେ ଆଜ୍ଞା, କେବଳ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଟାଇଟଲଟି ଏମିତି ରଖିଥିଲି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ କମେଣ୍ଟ ବକ୍ସରେ ଧନ୍ୟବାଦ ଲେଖିବାକୁ ଭୁଲିବେନି। ରହୁଛି, ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ନମସ୍କାର, ଜୟ ଜଗନ୍ନାଥ।